ମହାରାଜ ଦଶରଥଙ୍କର ଭୁଲ ଯୋଗୁଁ ମାତା ସୀତାଙ୍କର ହରଣ ହୋଇଥିଲା। ଯଦି ମହାରାଜ ଦଶରଥ ଏତେ ବଡ଼ ଭୁଲ ନ କରିଥାନ୍ତେ ତେବେ ସୀତାଙ୍କର ହରଣ ହୋଇନଥାନ୍ତା। ରାବଣର ଏତେ ସାହସ ନଥାନ୍ତା ଯେ ସେ ମାତା ସୀତାଙ୍କୁ ହରଣ କରି ନେଇଥାନ୍ତା, ସୀତାଙ୍କୁ ଚୋରି କରି ନେଇଥାନ୍ତା। ମହାରାଜ ଦଶରଥଙ୍କର ଭୁଲ ଯୋଗୁଁ ମାତା ସୀତାଙ୍କର ହରଣ ହୋଇଥିଲା। ମାତା ସୀତାଙ୍କୁ ଏତେ କଷ୍ଟ ସହିବାକୁ ପଡ଼ିଥିଲା। ଏହା ପଛରେ କାରଣ ଥିଲା କେବଳ ମହାରାଜ ଦଶରଥ, ଯିଏ ସମ୍ପର୍କରେ ତାଙ୍କର ଶ୍ୱଶୁର ଥିଲେ। ଏହି କାହାଣୀ ସେହି ସମୟର ଯେତେବେଳେ ମାତା ସୀତା ଏବଂ ତାଙ୍କର ଭଉଣୀମାନଙ୍କର ବିବାହ ଶ୍ରୀରାମ ଏବଂ ତାଙ୍କ ଭାଇମାନଙ୍କ ସହିତ ହୋଇଥିଲା। ନୂଆ ବୋହୂମାନଙ୍କର ଚହଳ ପହଳରେ ସମଗ୍ର ଅଯୋଧ୍ୟା ମହକି ଉଠୁଥିଲା। ସେତେବେଳେ ରାଜା ଦଶରଥ ତାଙ୍କ ପତ୍ନୀ କୌଶଲ୍ୟାଙ୍କୁ କହିଲେ, କୌଶଲ୍ୟା, ଆଜି ତୁମେ ଗୋଟିଏ କଥା ମନେ ରଖ। ଏପର୍ଯ୍ୟନ୍ତ ତୁମର 4 ପୁଅ ଥିଲେ, ଏବେ ତୁମ ପାଖରେ 4 ବୋହୂ ଝିଅ ରୂପରେ ଘରକୁ ଆସିଛନ୍ତି। ତୁମେ ଏବେ ସେମାନଙ୍କର ଶାଶୁ ହୋଇଛ, ତେଣୁ ତୁମର ଏହା ଧର୍ମ ଯେ ତୁମେ ସେମାନଙ୍କର ରକ୍ଷା କରିବ, ଠିକ୍ ଯେମିତି ଆଖିର ପଲକ ଆଖିର ରକ୍ଷା କରେ। ମହାରାଜ ଦଶରଥ କୌଶଲ୍ୟାଙ୍କୁ ତାଙ୍କର ଧର୍ମ ବୁଝାଇଲେ। କିଛି ଦିନ ବିତିଯିବା ପରେ ରାଜା ଦଶରଥ ଗୋଟିଏ ଦିନ ଭାବିଲେ, କାହିଁକି ନା ମୋର 4 ବୋହୂଙ୍କର ପରୀକ୍ଷା ନିଆଯାଉ ଓ ସେମାନଙ୍କଠାରେ କେଉଁ କେଉଁ ଗୁଣ ଅଛି ତାହା ଦେଖାଯିବ। ତେଣୁ ରାଜା ଦଶରଥ ତାଙ୍କର 4 ବୋହୂଙ୍କୁ ନିକଟକୁ ଡାକି କହିଲେ, ଦେଖ ଝିଅମାନେ, ତୁମେ 4 ଜଣ ମୋର ଝିଅ ସମାନ। ତୁମ 4 ଜଣଙ୍କ ପାଇଁ ମୋର ଗୋଟିଏ ଆଦେଶ ଅଛି। 4 ବୋହୂ କହିଲେ, କୁହନ୍ତୁ ବାପା, କ'ଣ ଆଦେଶ? ମହାରାଜ କହିଲେ, ଆଦେଶ ଏହା ଯେ ଆଜି ତୁମେ 4 ଜଣ ଅଲଗା ଅଲଗା ରୋଷେଇ କରି ନିଜ ନିଜ ହାତରେ ମୋ ପାଇଁ ଖାଦ୍ୟ ତିଆରି କରି ଆଣ। ଆଉ ମୁଁ ଦେଖିବି ମୋର କେଉଁ ବୋହୂ କେତେ ଚତୁର ଓ କେଉଁ ବୋହୂ କେତେ ଶୀଘ୍ର ଖାଦ୍ୟ ତିଆରି କରି ଆଣେ। 4 ବୋହୂ ଖାଦ୍ୟ ତିଆରି ଆରମ୍ଭ କଲେ। 56 ପ୍ରକାରର ବ୍ୟଞ୍ଜନ ତିଆରି କରାଗଲା। ସର୍ବପ୍ରଥମେ ଭରତଙ୍କ ପତ୍ନୀ ମାଣ୍ଡବୀ ଖାଦ୍ୟ ନେଇ ଗଲେ। ସେ ବହୁତ ସୁନ୍ଦର ଭାବେ ଥାଳିରେ ଖାଦ୍ୟ ସଜାଇ ରଖିଥିଲେ ଓ ମହାରାଜ ଦଶରଥଙ୍କ ସାମ୍ନାରେ ଥାଳି ରଖି କହିଲେ, ବାପା, ଭୋଜନ କରନ୍ତୁ। କିନ୍ତୁ ମାଣ୍ଡବୀ ଗୋଟିଏ ଜିନିଷ ଭୁଲି ଯାଇଥିଲେ ଯେ ଖାଦ୍ୟ ଖାଇବା ପୂର୍ବରୁ ଖାଉଥିବା ବ୍ୟକ୍ତିଙ୍କୁ ପାଣି ଦିଆଯାଏ। ମହାରାଜ ଦଶରଥ ମାଣ୍ଡବୀଙ୍କ ହାତରୁ ଭୋଜନର ଥାଳି ନେଇ ସେଇଠାରେ ରଖିଦେଲେ ଓ କହିଲେ, ଝିଅ, ତୁମେ ଯାଅ, ଆମେ କିଛି ସମୟ ପରେ ଭୋଜନ କରିବୁ। ମାଣ୍ଡବୀଙ୍କ ପରେ ଲକ୍ଷ୍ମଣଙ୍କ ପତ୍ନୀ ଉର୍ମିଳା ଓ ଶତ୍ରୁଘ୍ନଙ୍କ ପତ୍ନୀ ଆସିଲେ। ସେମାନେ ମଧ୍ୟ ତରବର ହେବାରେ ଖାଦ୍ୟ ତିଆରି କରିଥିଲେ। ସେମାନେ ମଧ୍ୟ ଗୋଟିଏ ଥାଳିରେ ଖାଦ୍ୟ ସଜାଇ ରାଜା ଦଶରଥଙ୍କ ସାମ୍ନାରେ ରଖିଦେଲେ। କିନ୍ତୁ ସେମାନେ ମଧ୍ୟ ସେହି ଭୁଲ କରିଥିଲେ ଯେଉଁଟା ଭରତଙ୍କ ପତ୍ନୀ ମାଣ୍ଡବୀ କରିଥିଲେ। ଏହିପରି ରାଜା ଦଶରଥଙ୍କ ସାମ୍ନାରେ 3ଟି ଥାଳିର ଖାଦ୍ୟ ଆସିଗଲା, କିନ୍ତୁ ସେ ଗୋଟିଏ ମଧ୍ୟ ଥାଳିରୁ ଖାଦ୍ୟ ଖାଇଲେ ନାହିଁ, କାରଣ ମହାରାଜ ଦଶରଥ ମାତା ସୀତାଙ୍କୁ ଅପେକ୍ଷା କରୁଥିଲେ। ମାତା ସୀତା ବହୁତ ସୁନ୍ଦର ଭାବେ ଖାଦ୍ୟ ତିଆରି କରିଥିଲେ। ତାଙ୍କର ତିଆରି ଖାଦ୍ୟରୁ ଏକ ଅଲଗା ପ୍ରକାରର ସୁଗନ୍ଧ ଆସୁଥିଲା। ମାତା ସୀତା 56 ପ୍ରକାରର ଖାଦ୍ୟକୁ ଗୋଟିଏ ଥାଳିରେ ସଜାଇ ନିଜ ହାତରେ ଥାଳି ଉଠାଇ ଚାଲିବାକୁ ପ୍ରସ୍ତୁତ ହେଲେ। ହଠାତ୍ ତାଙ୍କୁ ମନେ ପଡ଼ିଲା ଯେ କାହାକୁ ଖାଦ୍ୟ ଦେବା ପୂର୍ବରୁ ପାଣି ଦିଆଯାଏ। ମାତା ସୀତା ଭାବିଲେ, ମୁଁ ତ ଆଗରୁ ଏତେ ଡେରି ହୋଇଗଲି। ମୋର 3 ଭଉଣୀ ନିଶ୍ଚୟ ଶ୍ୱଶୁର ମହାରାଜଙ୍କ ପାଖରେ ଖାଦ୍ୟ ନେଇ ପହଞ୍ଚିଗଲେଣି। ମୋ ବାପା ମୋ ବିଷୟରେ କ'ଣ ଭାବିବେ? ତେଣୁ ମାତା ସୀତା ଗୋଟିଏ ହାତରେ ଖାଦ୍ୟର ଥାଳି ଓ ଅନ୍ୟ ହାତରେ ପାଣି ନେଲେ। ମହାରାଜ ଦଶରଥ ଏସବୁ ଚୌକିରେ ବସି ଦେଖୁଥିଲେ। ରୋଷେଇ ଘରୁ ମାତା ସୀତା ଗୋଟିଏ ହାତରେ ଖାଦ୍ୟର ଥାଳି ଓ ଅନ୍ୟ ହାତରେ ପାଣି ନେଇ ଚୌକାଠ ପାର ହେବା ମାତ୍ରେ ମହାରାଜ ଦଶରଥଙ୍କ ନଜର ସୀତାମାତାଙ୍କ ଉପରେ ପଡ଼ିଲା। ମହାରାଜ ଦଶରଥ ଭାବିଲେ, ସୀତା ନିଶ୍ଚୟ କିଛି ଡେରିରେ ଆସିଛନ୍ତି, କିନ୍ତୁ ମୋର ବଡ଼ ବୋହୂ ସୀତା ବହୁତ ଚତୁର। ଗୋଟିଏ ହାତରେ ପାଣି ଓ ଅନ୍ୟ ହାତରେ ଖାଦ୍ୟର ଥାଳି ନେଇ ଆସୁଛନ୍ତି। ମାତା ସୀତା ମଧ୍ୟ ମହାରାଜ ଦଶରଥଙ୍କୁ ଦେଖିଲେ ଯେ ସେ ତାଙ୍କୁ ହିଁ ଦେଖୁଛନ୍ତି। ମାତା ସୀତା ଭାବିଲେ, ବାପା ମହାରାଜ ଜାଣିନାହିଁ କ'ଣ କହିବେ। ଏହିପରି ଭାବୁ ଭାବୁ ମାତା ସୀତା ଆଗକୁ ଚାଲି ଆସୁଥିଲେ। ହଠାତ୍ ପବନର ଗୋଟିଏ ଝଟକା ଆସିଲା ଓ ସେହି ପବନ ସହିତ ଗୋଟିଏ ଛୋଟ ତୃଣଖଣ୍ଡ ଉଡ଼ି ଆସୁଥିଲା। ମହାରାଜଙ୍କ ନଜର ମାତା ସୀତାଙ୍କ ଥାଳି ଉପରେ ଥିଲା ଓ ମାତା ସୀତାଙ୍କ ନଜର ସେହି ତୃଣଖଣ୍ଡ ଉପରେ ଥିଲା। ମାତା ସୀତା ସେହି ତୃଣଖଣ୍ଡକୁ ଦେଖି ଭାବିଲେ, ଏବେ ମୁଁ କ'ଣ କରିବି? ଏତିକି ଭିତରେ ସେହି ତୃଣଖଣ୍ଡ ଖାଦ୍ୟର ଥାଳିରେ ପଡ଼ିଗଲା। ମାତା ସୀତାଙ୍କର ଯେମିତି ହୋସ ଉଡ଼ିଗଲା।
ବନ୍ଧୁମାନେ, କୁହାଯାଏ ହୋନିକୁ କେହି ଟାଳି ପାରିବେ ନାହିଁ। ମାତା ସୀତା ଭାବିଲେ, ଏବେ ମୁଁ କ'ଣ କରିବି? ଏହି ତୃଣଖଣ୍ଡ କେଉଁଠୁ ଉଡ଼ି ଆସିଲା, ଯାହା ଯୋଗୁଁ ମୋର ତିଆରି ଖାଦ୍ୟ ଅଶୁଦ୍ଧ ହୋଇଗଲା। ଯଦି ମୁଁ ଫେରିଯାଏ ତେବେ ବାପା କହିବେ ଯେ ଏକଥା ଏତେ ଡେରି ଆସିଛି ଓ ଜାଣିନାହିଁ କ'ଣ ଭୁଲିଗଲା ଯେ 2 ଥର ନେବାକୁ ଗଲା। ମୋର 2 ହାତ ପୂର୍ଣ୍ଣ ଅଛି, ଗୋଟେ ହାତରେ ଖାଦ୍ୟର ଥାଳି ଓ ଅନ୍ୟ ହାତରେ ପାଣି। ଏବେ ଏହି ତୃଣଖଣ୍ଡକୁ ଉଠାଇବା ପାଇଁ ମୁଁ କେମିତି ଉଠାଇବି? ବନ୍ଧୁମାନେ, ମାତା ସୀତା କୌଣସି ସାଧାରଣ ନାରୀ ନଥିଲେ। ସେ ତ ନିଜେ ମାତା ଲକ୍ଷ୍ମୀଙ୍କର ଅବତାର ଥିଲେ। ମାତା ସୀତା ସେହି ତୃଣଖଣ୍ଡକୁ ଦେଖି କ୍ରୋଧିତ ହେଲେ। ମାତା ତାଙ୍କର ଦିବ୍ୟ ଶକ୍ତି ଦ୍ୱାରା ନିଜ ନୟନରୁ ଅଗ୍ନି ଉତ୍ପନ୍ନ କରି ସେହି ତୃଣଖଣ୍ଡକୁ ଜାଳି ଉଡ଼ାଇ ଦେଲେ। ଏଥର ମହାରାଜ ଦଶରଥ ନିଜ ଆଖିରେ ଏସବୁ ଦେଖିଲେ। ଏବେ ମାତା ସୀତା ମହାରାଜ ଦଶରଥଙ୍କ ସାମ୍ନାରେ ପାଣି ରଖିଲେ ଓ ଥାଳି ହାତରେ ଧରି କହିଲେ, ବାପା ଭୋଜନ କରନ୍ତୁ। ମହାରାଜ ଦଶରଥ ଥାଳି ହାତରେ ନେଇ ତାହାକୁ ଅଲଗା ରଖିଦେଲେ। ମାତା ସୀତା ମହାରାଜ ଦଶରଥଙ୍କୁ ପଚାରିଲେ, ବାପା କ'ଣ ଆମଠାରୁ କିଛି ଭୁଲ ହୋଇଗଲା? ଆପଣ ଭୋଜନ କାହିଁକି କରୁନାହାନ୍ତି? ଏହାର ଉତ୍ତରରେ ମହାରାଜ ଦଶରଥ କହିଲେ, ଝିଅ ସୀତା, ମୁଁ ତୁମ ହାତର ଭୋଜନ ନ ଖାଇବି। ମାତା ସୀତା ଘାବରି ଗଲେ ଓ କହିଲେ, ବାପା ଏମିତି କି ଭୁଲ ହୋଇଗଲା ଯେ ଆପଣ ମୋ ହାତର ଭୋଜନ ଖାଇବାକୁ ଚାହୁଁନାହାନ୍ତି? ମହାରାଜ ଦଶରଥ କହିଲେ, ଝିଅ, ମୁଁ ତୁମ ହାତର ଭୋଜନ ସେତେବେଳେ ଖାଇବି ଯେତେବେଳେ ତୁମେ ମୋତେ ଗୋଟିଏ ପ୍ରତିଜ୍ଞା ଦେବ। ମହାରାଜ ଦଶରଥଙ୍କ କଥା ଶୁଣି ମାତା ସୀତା ଭାବିଲେ, ବାପା ମହାରାଜ ଆଖିର କେଉଁ ପ୍ରତିଜ୍ଞା ନେବାକୁ ଚାହୁଁଛନ୍ତି? ମାତା ସୀତା କହିଲେ, ଠିକ୍ ଅଛି, ମୁଁ ଆପଣଙ୍କୁ ପ୍ରତିଜ୍ଞା ଦେବି ବାପା ମହାରାଜ। ଦଶରଥ କହିଲେ, ଆଜି ଏହି ସମୟରେ ମୋ ସାମ୍ନାରେ ଠିଆ ହୋଇ ପ୍ରତିଜ୍ଞା କର। ମାତା ସୀତା ପଚାରିଲେ, କେଉଁ ପ୍ରତିଜ୍ଞା ବାପା? ମହାରାଜ ଦଶରଥ କହିଲେ, ଖାଦ୍ୟର ଥାଳିରେ ଗୋଟିଏ ଛୋଟ ତୃଣଖଣ୍ଡ ପଡ଼ିଥିଲା ଓ ତୁମେ ସେହି ତୃଣଖଣ୍ଡ ଉପରେ ତୁମ ଦୃଷ୍ଟି ଦେଇଥିଲ ଓ ସେହି ତୃଣଖଣ୍ଡକୁ ଜାଳି ପାଉଁଶ କରି ଉଡ଼ାଇ ଦେଇଥିଲ। ତେଣୁ ତୁମେ ମୋତେ ପ୍ରତିଜ୍ଞା ଦିଅ ଯେ ଆଜିଠାରୁ ତୁମେ କେବେ ବି କାହା ଉପରେ କ୍ରୋଧରେ ତୁମ ଆଖିର ଦୃଷ୍ଟି ଦେବ ନାହିଁ। ମାତା ସୀତା ତାଙ୍କ ଶ୍ୱଶୁର ମହାରାଜକୁ ଏହି ପ୍ରତିଜ୍ଞା ଦେଲେ। ବାପା, ମୁଁ ଆପଣଙ୍କୁ ପ୍ରତିଜ୍ଞା ଦେଉଛି ଯେ ଆଜିଠାରୁ ମୁଁ କେବେ ବି ଜୀବନରେ କାହା ଉପରେ କ୍ରୋଧରେ ମୋ ଆଖିର ଦୃଷ୍ଟି ଦେବି ନାହିଁ। ବନ୍ଧୁମାନେ, ଏବେ ଆପଣମାନେ ଭାବୁଥିବେ, ମହାରାଜ ଦଶରଥ ମାତା ସୀତାଙ୍କୁ ଏପରି ପ୍ରତିଜ୍ଞା କାହିଁକି ନେଲେ? ବନ୍ଧୁମାନେ, ମହାରାଜ ଦଶରଥ ଭାବିଥିଲେ ଯେ ମୋର ବଡ଼ ପୁଅ ରାମ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଯଦି କୌଣସି ଦିନ କିଛି ଅନବନ ହୁଏ ଓ ସୀତାଙ୍କୁ କ୍ରୋଧ ଆସେ ଏବଂ କ୍ରୋଧରେ ସେ ମୋ ପୁଅ ଉପରେ ଆଖିର ଦୃଷ୍ଟି ଦିଅନ୍ତି, ତେବେ ମୋର 3 ପୁଅ ହିଁ ରହିବେ। ବନ୍ଧୁମାନେ, ଏହା ହିଁ କାରଣ ଥିଲା ଯେ ମହାରାଜ ଦଶରଥ ମାତା ସୀତାଙ୍କୁ ଏହି ପ୍ରତିଜ୍ଞା ଦେଇଥିଲେ। ବନ୍ଧୁମାନେ, ଯେତେବେଳେ ମାତା ସୀତା ଲଙ୍କାରେ ରାବଣର ବନ୍ଦୀ ଥିଲେ ଓ ରାବଣ ତଲୱାର ଧରି ମାତା ସୀତାଙ୍କୁ ଧମକ ଦେଉଥିଲେ ଓ କହୁଥିଲା, ସୀତା ଏକଥର ମୋ ଆଡ଼େ ଦେଖ, ସେତେବେଳେ ମାତା ସୀତା ଗୋଟିଏ ତୃଣଖଣ୍ଡ ଆଡ଼େ ଦେଖିଲେ ଓ ସେହି ତୃଣଖଣ୍ଡକୁ କହିଲେ, ହେ ତୃଣଖଣ୍ଡ, ଯଦି ତୁ ସେଦିନ ମୋର ଶତ୍ରୁ ନ ହୋଇଥାନ୍ତୁ ତେବେ ମୋ ବାପା ସମାନ ଶ୍ୱଶୁର ମୋଠାରୁ ଏହି ପ୍ରତିଜ୍ଞା ନେଇନଥାନ୍ତେ। ତାହେଲେ ଆଜି ଏହି ରାବଣ ମୋତେ ଧମକ ଦେଇନଥାନ୍ତା। ମୁଁ ତାକୁ କେବେଠାରୁ ଜାଳି ପାଉଁଶ କରିଦେଇଥାନ୍ତି। ତେଣୁ ବନ୍ଧୁମାନେ, ମହାରାଜ ଦଶରଥଙ୍କର ଏହି ଭୁଲ ଯୋଗୁଁ ମାତା ସୀତାଙ୍କର ହରଣ ହୋଇଥିଲା ଓ ରାବଣର ବନ୍ଦୀ ଦଶାରୁ ମାତା ସୀତା ନିଜକୁ ମୁକ୍ତି କରିପାରିନଥିଲେ, କାରଣ ମାତା ସୀତା ତାଙ୍କର ପ୍ରତିଜ୍ଞା ଦ୍ୱାରା ବାଧ୍ୟ ଥିଲେ। ତେଣୁ ମିତ୍ରମାନେ, ଏହା ଥିଲା ଆଜିର କାହାଣୀ। ଆଶା କରୁଛି ଆପଣଙ୍କୁ ଆଜିର ଏହି ଭିଡ଼ିଓ ପସନ୍ଦ ହୋଇଥିବ। ଯଦି ଭିଡ଼ିଓ ପସନ୍ଦ ହୋଇଥାଏ ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ ଓ ସେୟାର କରନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। କମେଣ୍ଟରେ ଜୟ ଶ୍ରୀରାମ ଲେଖିବାକୁ ଭୁଲନ୍ତୁ ନାହିଁ। ରହୁଛି, ଜୟ ଶ୍ରୀରାମ।